ଆଜିର ଏହି ଶିକ୍ଷାଦାନ କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିବା ଗଣତନ୍ତ୍ରର ସଂଜ୍ଞା ଡେଫିନିସନ ଅଫ ଡେମୋକ୍ରେସି। ଅନେକ ସମୟରେ ଅନେକ ଦାର୍ଶନିକ ତଥା ଅନେକ ରାଜନୀତିଜ୍ଞ ତଥା ଅନେକ ବିଶିଷ୍ଟ ବ୍ୟକ୍ତିଗଣ ଗଣତନ୍ତ୍ରକୁ ନେଇ ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଛନ୍ତି। ଆଜି ଆମେ ଯେଉଁ କେତେଗୁଡ଼ିଏ ସଂଜ୍ଞାକୁ ଆଲୋଚନା କରିବା ତାହା ଆମର ପରୀକ୍ଷା ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରଥମ କରି ଫରାସୀ ଦାର୍ଶନିକ ରୁଷୋ ତାଙ୍କର ସୁଚିନ୍ତିତ ମତ ପ୍ରଦାନ କରିଛନ୍ତି। ତାଙ୍କ ଅନୁସାରେ ଜନମତ ବା ଜନତାର ବାଣୀକୁ ଈଶ୍ୱରଙ୍କ ବାଣୀ ସହ ସମାନ ବୋଲି ବିବେଚନା କରିଛନ୍ତି। ଗଣତନ୍ତ୍ର ଶାସନରେ ଲୋକମତ ବା ଜନମତ ବା ଲୋକମାନଙ୍କର ବାଣୀକୁ ଭଗବାନଙ୍କର ବାଣୀ ସହ ସମାନ ବୋଲି ସିଏ ଚିନ୍ତା ବ୍ୟକ୍ତ କରିଛନ୍ତି। ଠିକ୍ ସେହିପରି ପ୍ରଫେସର ସିଲିଙ୍କ ମତରେ ଗଣତନ୍ତ୍ର ହେଉଛି ଏକ ସରକାର ଯେଉଁଥିରେ ପ୍ରତ୍ୟେକଙ୍କର ଭାଗ ରହିଛି। ଡେମୋକ୍ରେସି ଇଜ ଏ ଗଭର୍ଣ୍ଣମେଣ୍ଟ ଇନ୍ ହ୍ୱିଚ୍ ଏଭ୍ରିୱାନ୍ ହ୍ୟାଜ୍ ଏ ସେୟାର, ଅର୍ଥାତ୍ ଗଣତନ୍ତ୍ର ଏପରି ଏକ ସରକାର ଅଟେ ଯେଉଁଥିରେ ପ୍ରତ୍ୟେକ ଲୋକମାନଙ୍କର କିଛି ନା କିଛି ଭାଗ ବା ଅଂଶ ରହିଛି। ଲର୍ଡ ବ୍ରାଇସଙ୍କ ମତରେ ଗଣତନ୍ତ୍ର ବାସ୍ତବରେ ସମୁଦାୟ ଲୋକଙ୍କ ସେହି ଶାସନରୁ ଅଧିକ କିମ୍ବା କମକୁ ବୁଝାଏ ନାହିଁ ଯାହା ସେମାନେ ମତଦାନ ବଳରେ ନିଜର ସାର୍ବଭୌମ ଇଚ୍ଛାର ପରିପ୍ରକାଶ ଦ୍ୱାରା ପ୍ରତିଷ୍ଠା କରନ୍ତି। ଅର୍ଥାତ୍ ଡେମୋକ୍ରେସି really means nothing more or less than the rule of the whole people expressing their sovereign will by their vote। ଅର୍ଥାତ୍ ଗଣତନ୍ତ୍ର ଶାସନରେ ସମୁଦାୟ ଲୋକଙ୍କର ସେହି ଶାସନକୁ କିମ୍ବା କମ୍ କିମ୍ବା ଅଧିକକୁ ବୁଝାଏ ନାହିଁ ଯେଉଁଥିରେ ସେମାନେ ଅଧିକାର ପାଇଥାନ୍ତି ମତଦାନ କରିବାର ଅଧିକାର, ଯାହାକି ତାଙ୍କର ସାର୍ବଭୌମ ଇଚ୍ଛାକୁ ପରିପ୍ରକାଶ କରିଥାଏ ଏବଂ ସେହି ସାର୍ବଭୌମ ଇଚ୍ଛାର ପରିପ୍ରକାଶ ଦ୍ୱାରା ସେହି ପ୍ରକାର ଶାସନ ପ୍ରତିଷ୍ଠା କରାଯାଇଥାଏ। ପ୍ରଫେସର ଡାଇସିଙ୍କ ଦ୍ୱାରା ତାଙ୍କ ଅନୁସାରେ ଗଣତନ୍ତ୍ର ହେଉଛି ସରକାରର ଏକ ରୂପ ଯେଉଁଥିରେ ଶାସକ ଗୋଷ୍ଠୀ ତୁଳନାତ୍ମକ ଭାବେ ସମୁଦାୟ ଜନସଂଖ୍ୟାର ବହୁଳ ଅଂଶକୁ ନେଇ ଗଠିତ। Democracy is a form of government in which the governing body is a comparatively large fraction of the entire population। ଅର୍ଥାତ୍ ତାଙ୍କ ମତ ଅନୁସାରେ ଏଠାରେ କୁହାଗଲା ଯେ ଗଣତନ୍ତ୍ର ସରକାର ଏକ ରୂପ ଅଟେ ଯାହାକି ଶାସକ ଗୋଷ୍ଠୀ ଅର୍ଥାତ୍ ଯେଉଁ ଗୋଷ୍ଠୀ ଅଧିକାଂଶ ଭୋଟ ମାଧ୍ୟମରେ କ୍ଷମତାକୁ ଆସିଥାଏ ତାହାକୁ ଏଠି ଶାସକ ଗୋଷ୍ଠୀ ସହିତ ତୁଳନା କରାଯାଇଛି, ଯାହାକି ସମୁଦାୟ ଜନସଂଖ୍ୟାର ବହୁଳ ଅଂଶକୁ ନେଇ ଗଠିତ। ଅର୍ଥାତ୍ ସେହି ରାଷ୍ଟ୍ରରେ ଯେତେ ଜନସଂଖ୍ୟା ଥିବ ଅଧିକ ମାତ୍ରାରେ ଅର୍ଥାତ୍ ଅଧିକାଂଶ କୁ ନେଇ ଗଠିତ ହୋଇଥାଏ। ଗଣତନ୍ତ୍ର ଅତ୍ୟନ୍ତ ସରଳ ଏବଂ ସର୍ବାଧିକ ଜନପ୍ରିୟ ସଂଜ୍ଞା ପ୍ରଦାନ କରିବାକୁ ଯାଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ମତରେ ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇଁ ସରକାର। Democracy is a government of the people, by the people and for the people। ଅର୍ଥାତ୍ କୁହାଗଲା
ଗଣତନ୍ତ୍ର ଏପରି ଏକ ସରକାର ଯେଉଁଥିରେ ଲୋକମାନଙ୍କର ଏବଂ ଲୋକମାନଙ୍କ ଦ୍ଵାରା ଏବଂ ଲୋକମାନଙ୍କ ପାଇଁ ପ୍ରତିଷ୍ଠିତ ସରକାରକୁ ବୁଝାଏ। ଠିକ୍ ସେହିପରି ଗ୍ରୀକ୍ ଦାର୍ଶନିକ ତଥା ରାଜନୀତି ବିଜ୍ଞାନର ଜନକ ଆରିଷ୍ଟଟଲଙ୍କ ମତରେ ଗଣତନ୍ତ୍ର ଏକ ସୁସ୍ଥ, ସ୍ୱାଭାବିକ ଓ ଉତ୍ତମ ଶାସନ ବ୍ୟବସ୍ଥା ନୁହେଁ। ବରଂ ଏହା ବହୁ ଲୋକଙ୍କ ଦ୍ୱାରା ଏକ ମନ୍ଦ, ବିକୃତ ବା ଭ୍ରଷ୍ଟ ଶାସନ ଅଟେ। ଅର୍ଥାତ୍ ଆରିଷ୍ଟଟଲ ଏଠି ତାଙ୍କର ସୁଚିନ୍ତିତ ମତ ପ୍ରଦାନ କରିଛନ୍ତି ଏବଂ କହୁଛନ୍ତି ଗଣତନ୍ତ୍ର ଏକ ସୁସ୍ଥ, ସ୍ୱାଭାବିକ ଉତ୍ତମ ଶାସନ ବ୍ୟବସ୍ଥା ନୁହଁ। କାହିଁକି ନା ଏହା ବହୁ ଲୋକଙ୍କ ଦ୍ୱାରା ମନ୍ଦ, ବିକୃତ ବା ଭ୍ରଷ୍ଟ ଶାସନ ଅଟେ। ଅର୍ଥାତ୍ ଏଥିରେ ସଂଖ୍ୟାଗରିଷ୍ଠକୁ ଗୁରୁତ୍ୱ ଦିଆଯାଇଥାଏ। ସଂଖ୍ୟାଗରିଷ୍ଠ ଲୋକଙ୍କର ମତ ଯଦି ମନ୍ଦ ହେଲା, ତାହେଲେ ତାହା ମନ୍ଦ ବିବେଚିତ ହବ ବା ବିକୃତ ବା ଭ୍ରଷ୍ଟ ବିବେଚିତ ଶାସନ ବ୍ୟବସ୍ଥା ହେବ ବୋଲି ସିଏ ମତ ଦେଇଛନ୍ତି।